କଥା କହିବା ସମସ୍ତଙ୍କୁ ଆସେ। କିଛି ଲୋକଙ୍କ ମୁହଁ କଥା କହେ, କିଛି ଲୋକଙ୍କ ଚରିତ୍ର କଥା କହେ, କାହାର ଟଙ୍କା କଥା କହେ ତ କାହାର ସମୟ କଥା କହେ, କିଛି ଲୋକଙ୍କ ପଦ କଥା କହେ, କିନ୍ତୁ ଜୀବନ ଶେଷରେ କେବଳ ମନୁଷ୍ୟର କର୍ମ ହିଁ କଥା କୁହେ। ରାତି ପାହିଗଲା ପରେ ଯେମିତି ସକାଳ ଆସେ, ସେମିତି ଦୁଃଖ ପରେ ସୁଖ ନିଶ୍ଚିତ ଆସେ। କେବଳ ଏତିକି ପାର୍ଥକ୍ୟ ଥାଏ, ସୁଖ କିଛି ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ ଓ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇଥାଏ। ଯିଏ ଯେମିତିକା ସାରା ଦୁନିଆ ଲୋକ ତାଙ୍କୁ ସେହି ଭଳିଆ ଲାଗିଥାନ୍ତି। ଯାହା ମନ ଯେଉଁ ପାପରେ ଭରା, ତାଙ୍କ ନିଜ ଚାରିପାଖରେ ଥିବା ମଣିଷ ଗୁଡ଼ିକ ସେଭଳି ପାପୀ ଭଳି ଲାଗିଥାନ୍ତି। ତେଣୁ ସମୟକୁ ଅପେକ୍ଷା କରନ୍ତୁ। ଉଚିତ ସମୟ ଆସିଲେ ସମ୍ବାଳୁଆ ବି ପ୍ରଜାପତି ହୋଇ ଉଡ଼ି ପାରିଥାଏ। ଗୋଟିଏ କୁକୁରକୁ ଆପଣ 3 ଦିନ ଖାଇବାକୁ ଦେଇ ଦେଖନ୍ତୁ, ସିଏ ଆପଣଙ୍କୁ 3 ବର୍ଷ ମଧ୍ୟ ଭୁଲି ପାରିବ ନାହିଁ। କିନ୍ତୁ ଗୋଟିଏ ମଣିଷକୁ ଆପଣ 3 ବର୍ଷ ଖାଇବାକୁ ଦେଇ ଦେଖନ୍ତୁ, ବିଶ୍ୱାସ କରନ୍ତୁ ତାକୁ 3 ଦିନ ଲାଗିବ ନାହିଁ, ସିଏ ଆପଣଙ୍କୁ ଭୁଲିଯିବ। ଆବଶ୍ୟକ ସରିଗଲେ ଗଛ ବି ତା ପତ୍ରକୁ ଅଲଗା କରିଦିଏ। ଆଉ ମଣିଷଙ୍କ କଥା କ'ଣ କହିବ? ନିଜ ସ୍ୱାର୍ଥ ପାଇଁ ସେ କିଛି ବି କରିଦେଇପାରେ। ଯଦି ଖରାପ ସମୟ ଚାଲିଛି, ତେବେ ଧୈର୍ଯ୍ୟ ଧରନ୍ତୁ। ବେଳେବେଳେ ଜୀବନରେ ସବୁଠାରୁ ଭଲ ଜିନିଷ ପାଇବା ପାଇଁ ସବୁଠାରୁ ଖରାପ ସମୟକୁ କାଟିବାକୁ ପଡ଼ିଥାଏ। ଜୀବନରେ କାହାକୁ ଦୋଷ ଦିଅନ୍ତୁନି। ଭଲ ଲୋକ ଆପଣଙ୍କୁ ଖୁସି ଦିଅନ୍ତି, ଖରାପ ଲୋକ ଅନୁଭବ ଦିଅନ୍ତି ଏବଂ ଅତି ଖରାପ ଲୋକ ଶିକ୍ଷା ଦେଇଥାନ୍ତି, ଆଉ ସବୁଠୁ ଭଲ ଲୋକ ସ୍ମୃତି ଦେଇଥାନ୍ତି। ସମସ୍ତଙ୍କୁ ହସାଇବେ, କିନ୍ତୁ କେବେ କାହା ଉପରେ ହସିବେ ନାହିଁ। ସମସ୍ତଙ୍କ ଦୁଃଖ ଶୁଣିବେ, କିନ୍ତୁ କାହାକୁ ଦୁଃଖୀ କରାଇବେ ନାହିଁ। ଖୁସି ବାହାରେ ଖୋଜିଲେ ମିଳିବନି। ନିଜ ଖୁସିକୁ ନିଜ ଭିତରେ ଖୋଜିବାକୁ ଚେଷ୍ଟା କରନ୍ତୁ। କାରଣ ନିଜ ଖୁସି ପାଇଁ ଅନ୍ୟ ଉପରେ ଆଶା ରଖିଲେ ଲୁହ ଛଡ଼ା ଅନ୍ୟ କିଛି ବି ମିଳିବନି। ଥରେ ଭାବି ଦେଖନ୍ତୁ, ଆପଣମାନେ ନିଜ ଚେହେରାକୁ ନେଇ ଆଜି ଯାଇ ଗର୍ବ କରୁଛନ୍ତି, ମରିବାର 5 ଦିନ ପରେ ଆପଣଙ୍କ ସେଇ ଶରୀରକୁ ପଶୁ ପକ୍ଷୀ ମଧ୍ୟ ଛୁଇଁବାକୁ ଘୃଣା କରିବେ। ତେଣୁ ମଣିଷ ସହିତ ମଣିଷ ଭଳି ବ୍ୟବହାର କରନ୍ତୁ। କାହା ମନରେ ଅଯଥାରେ କଷ୍ଟ ଦିଅନ୍ତୁ ନାହିଁ, କାହିଁକି ନା ତୁମ ପରି ତାର ବି ଗୋଟିଏ ହୃଦୟ ଅଛି।